ହ୍ୟାଲୋ, ଆପଣମାନଙ୍କୁ ଏ ରେସିପି ନିହାତି ଭଲ ଲାଗିବ। ଆଉ ଶୀତ ଦିନେ ତ ପିଠା ଖାଇବାକୁ ବହୁତ ଭଲ ଲାଗେ। ଆପଣମାନେ ପ୍ଲିଜ୍ ଏମିତି ଟ୍ରାଏ କରିବେ, ଆଉ ଟ୍ରାଏ କରି କମେଣ୍ଟ କରି କହିବେ କେମିତି ଲାଗିଲା। ଆପଣମାନଙ୍କୁ ଯଦି ରେସିପି ଭଲ ଲାଗିଲା ପ୍ଲିଜ୍ ସବସ୍କ୍ରାଇବ୍ କରିଦେବେ। ଦେଖନ୍ତୁ ମୁଁ ଖାଲି ଚାଉଳରେ ପିଠା କରିବି, ମାପି ନଥିଲି, ସେମିତି ନେଇଯାଇଥିଲି। ଆପଣ ହିସାବରେ ନେବେ। ଆଉ ଦେଖନ୍ତୁ ଚାଉଳ ଯେତିକି ଥିଲା, ଚିନି ମୁଁ ଅଳ୍ପ ହିଁ ପକାଇଛି, କାରଣ ତା ଦେହରେ ଅଳ୍ପ ମିଠା ହିଁ ଭଲ ଲାଗେ। ଆପଣ ଯଦି ମିଠା ଖାଆନ୍ତି ତାହେଲେ ବେଶୀ ପକାଇ ପାରିବେ, କାହିଁକି ମୁଁ ତରକାରୀ କରିଥିଲି ସେଇଥିରେ ଆମେ ଖାଇଥିଲୁ। ଆଉ ଦେଖନ୍ତୁ ତେଜପତ୍ର, ଅଳେଇଚ ଗୁଣ୍ଡ ସବୁ ପକାଇଦେବେ ତା ଫ୍ଲେଭର୍ ପାଇଁ। ମୁଁ ଅଳ୍ପ କାଜୁ, କିସମିସ୍ ଆଉ ପିସ୍ତା କାଟି ପକାଇ ଦେଇଛି। ଆପଣ ତା ଦେହରେ କମ୍ ବେଶୀ କରିପାରିବେ। ଦେଖନ୍ତୁ କ୍ଷୀରଟା ଫୁଟି ଆସିଲେ ଆମେ ଯେ ଗୁଣ୍ଡଟା କରିଥିଲେ ପକାଇଦେବା। ମୁଁ ତା ଦେହରେ ନଡ଼ିଆ ବି ପକାଉଛି। ଆପଣ ଚାହିଁଲେ ପିସ୍ ପିସ୍ କାଟିକିରି ତାକୁ ପକାଇ ପାରିବେ। ମୁଁ ସେମିତି ପକାଇ ଦେଇଛି। ଦେଖନ୍ତୁ ତାପରେ ଆମେ ଭଲକରି ଗୋଳେଇ ଦେବା। କ୍ଷୀରଟା ଫୁଟିଗଲେ ଆମେ ଯେଉଁ ଗ୍ରାଇଣ୍ଡିଙ୍ଗ କରିଥିଲେ ଚାଉଳ ସେକୁ ପକାଇଦେବା। କାହିଁକି କ୍ଷୀରଟେ ଟିକେ ଫୁଟିଗଲେ ଭଲ ଭାବେ ଚାଉଳକୁ ମିକ୍ସ କରିଦେବା। କ୍ଷୀର ହେଇଗଲାଣି, ଏବେ ଲୁଣ ଟିକେ ପକାଇବେ, ନହେଲେ ଚିନିର ଫ୍ଲେଭର୍ କିଛି ଆସିବନି। ଲୁଣ ଯଦି ପକାଇବେନି ଅଲଣା ଲାଗିବ। ସୋଡ଼ା ଟିକେ ପକାଇ ଦେଇଛି। ଦେଖନ୍ତୁ ସେ ଟିକେ ଫିଙ୍ଗରରେ ନେଇ ପକାଇ ଦେଇଛି। ଏବେ ଚାଉଳ ଯେଉଁ ବାଟିଥିଲେ ତାକୁ ପକାଇଦେବା। ସେ ଭଲକରି ଫୁଟି ପୁରା ଟାଣ ହେଇଯିବ। ଟିକେ ଟାଇମ୍ ଲାଗିବ, କିନ୍ତୁ ଟେଷ୍ଟ ବହୁତ ଭଲ ଲାଗେ। ଆପଣ ଚାହିଁଲେ କ୍ଷୀର ଛାଡ଼ି ପାଣିରେ ବି କରିପାରିବେ, ଏମିତି ସେ ହେଇଯିବ, କିନ୍ତୁ କ୍ଷୀରଟା ଭଲ ଫ୍ଲେଭର୍ ଆସେ। ଦେଖନ୍ତୁ ତଳ କେମିତି ବସି ଆସୁଛି, ଦେଖନ୍ତୁ ଆସ୍ତେ ଆସ୍ତେ ସେଇଟା ବସି ଆସିଲାଣି। ଏମିତି ଗୋଳେଇ ଚାଲିବେ, ନହେଲେ ତଳଟା ଲାଗିଗଲେ ପୋଡ଼ା ପୋଡ଼ା ବାସ୍ନା ହେବ। ଆଉ ଭଲକି ନ ଗୋଳେଇଲେ ସେ ପାଣିଟା ବି ମରିବନି, ଆଉ ତଳ ଲାଗିଯିବ। ଆପଣ ନିହାତି ଭାବେ ଗୋଳେଇ ଚାଲିବେ। ଏବେ ପତ୍ରଟା ଟିକେ ସେକିଦେବା, ତାହେଲେ ଭଲ ସେ ପ୍ରେସର୍ ଭିତରକୁ ସାଇଜ୍ରେ ପଳେଇବ, ଆଉ ଭାଙ୍ଗିବନି। ଆପଣ ଭଲ ଭାବେ ଟିକେ ସେକିଦେବେ। ଦେଖନ୍ତୁ ଭଲ ଭାବେ ସେକି ହେଇଗଲାଣି। ଉପରଟା କେମିତି ଦେଖାଯାଉଛି। ଆଉ ଯେମିତି ଭାବେ ରଖିବେ ସେ ପତ୍ର ଭାଙ୍ଗିବନି। ଏବେ ସେ ପ୍ରେସରରେ ଦେଇଦେବା ପତ୍ର ଦେଇ ଯେଉଁ ବ୍ୟାଟର୍ଟା ଆମେ କରିଛୁ ସେଇଟା ଆମେ ଦେଇଦେବା। ପତ୍ରରେ ଘିଅଟା ଲଗାଇଦେବେ, ତାହେଲେ ବଢ଼ିଆ ବାସ୍ନା ହେବ। ମୁଁ ଘିଅଟା ଫାଷ୍ଟ ମନେ ପଡ଼ିନି, ପରେ ଦେଇଦେଲି। ଦେଖନ୍ତୁ ଏବେ ସେ ଗରମ ହିଁ ଦେଇଦେବେ, ନହେଲେ ସେ ହେବନି ଭଲସେ। ଗରମ ନଦେଲେ ତାକୁ ଟିକେ ପାଣି ହାତ ହୋଇ ଟିକେ ଭଲକି ଦାବି ଦେବେ। ଦେଖନ୍ତୁ ଏମିତି ଦାବି ଦେବେ, ତାହେଲେ ସାଇଜ୍ରେ ହେଇଯିବ। ମୋର ସେ ପତ୍ରଟା ସାଇଡ଼୍ ବି ରହିଯାଇଥିଲା, ସେ ପାନପତ୍ର ସେପ୍ ହେଇଯାଇଛି। ଆପଣ ଚାହିଁଲେ ସାଇଜ୍ କରି, ପତ୍ରଟା ଏତେ ତାତିଛି ଯେ ସାଇଜ୍ କରି ଦେଇ ହେଇନି ପତ୍ରଟା। ମୁଁ ତା ଉପର ପତ୍ରରେ ବି ଘିଅ ଲଗାଇଦେଲି, ତାପରେ ସେଟ୍ କରିଦେଲି ପିଠାରେ। ତାର ସିଟିଟା ଆମେ ଦେବାନି। ଦେଖନ୍ତୁ 15-20 ମିନିଟ୍ ଲାଗିଲା, ହେଇଗଲାଣି। ଆପଣ ନିହାତି ଚେକ୍ କରିବେ, ନହେଲେ ଦରସିଝା ରହିଯିବ। ଦେଖନ୍ତୁ କେତେ ସୁନ୍ଦର କଲର୍ ଆସିଛି, ଆଉ ଟେଷ୍ଟ ବି ଭଲ ଲାଗିଲା, କାହିଁକି କ୍ଷୀରଟା ପଡ଼ିଛି। ବହୁତ ଫ୍ଲେଭର୍ ହେଇଥିଲା। ଏମିତିଆ ପିଠା ତ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ। ଦେଖନ୍ତୁ କେତେ ସୁନ୍ଦର ଭାବେ ସିଝି ଯାଇଛି ଭିତରଟା। ଆଉ ଟ୍ରାଏ କରିବେ, କମେଣ୍ଟ କରି କହିବେ କେମିତି ହେଇଥିଲା।